ଆପଣ ସମସ୍ତେ ଦେଖିବେ ସେଇ ମାର୍କଟାକୁ ମହାପ୍ରଭୁ ତାଙ୍କ ସ୍ତ୍ରୀକୁ କେଉଁଭଳି ଭାବରେ ଚାହୁଁଛନ୍ତି। ଠିକ୍ ରଥର ମଝି ପାର୍ଶ୍ୱରେ ଘୋଡ଼ାର ମଝି ପାର୍ଶ୍ୱରେ ମହାଲକ୍ଷ୍ମୀ ବିରାଜମାନ କରିବେ। ବିଦ୍ୟାପତି ଯେତେବେଳେ ଆଜ୍ଞାମାଳ ଆଣିକି ମହାଲକ୍ଷ୍ମୀ ଦେବେ, ମହାଲକ୍ଷ୍ମୀ ଚତୁଃପାର୍ଶ୍ୱକୁ ପରିକ୍ରମା କରି ପୁଣି ଦାଉଡ଼ି ଯିବେ ଶ୍ରୀମନ୍ଦିର। ଆମର ସ୍ନାନ ପୂର୍ଣ୍ଣିମାରୁ ଧରି ଯେଉଁ ଯାତ୍ରା ଚାଲିଥିଲା, ରଥଯାତ୍ରା ଚାଲିଛି। ରଥଯାତ୍ରାରେ ମହାପ୍ରଭୁ ମହାଲକ୍ଷ୍ମୀ ଆଣିନଥିଲେ, ଏ ସବୁ ବିଷୟ ମୁଁ କହିସାରିଛି। ଆଜି ଯେଉଁ ଯାତ୍ରା ହେବ, ଗଜପତିଙ୍କୁ ଯେଉଁ ଚିଠିଟା ଦିଆହେଇଥିବ, ଗଜପତି ଏ ଚିଠିର ଶୁଣାଣି ଠିକ୍ କରିଛନ୍ତି କି ନାହିଁ, ମହାଲକ୍ଷ୍ମୀ ଆସି ଚାହାଣୀ ମଣ୍ଡପରେ ଦେଖିବେ। ଯେତେବେଳେ ଚାହାଣୀ ମଣ୍ଡପରେ ଆସି ଦେଖିବେ, ଆପଣ ସମସ୍ତେ ଦେଖିବେ ସେଇ ମାର୍କଟାକୁ ମହାପ୍ରଭୁ ତାଙ୍କ ସ୍ତ୍ରୀକୁ କେଉଁଭଳି ଭାବରେ ଚାହୁଁଛନ୍ତି। ଠିକ୍ ରଥର ମଝି ପାର୍ଶ୍ୱରେ ଘୋଡ଼ାର ମଝି ପାର୍ଶ୍ୱରେ ମହାଲକ୍ଷ୍ମୀ ବିରାଜମାନ କରିବେ। ବିଦ୍ୟାପତି ଯେତେବେଳେ ଆଜ୍ଞାମାଳ ଆଣିକି ମହାଲକ୍ଷ୍ମୀ ଦେବେ, ମହାଲକ୍ଷ୍ମୀ ଚତୁଃପାର୍ଶ୍ୱକୁ ପରିକ୍ରମା କରି ପୁଣି ଦାଉଡ଼ି ଯିବେ ଶ୍ରୀମନ୍ଦିର। ଆମର ସ୍ନାନ ପୂର୍ଣ୍ଣିମାରୁ ଧରି ଯେଉଁ ଯାତ୍ରା ଚାଲିଥିଲା, ରଥଯାତ୍ରା ଚାଲିଛି। ରଥଯାତ୍ରାରେ ମହାପ୍ରଭୁ ମହାଲକ୍ଷ୍ମୀ ଆଣିନଥିଲେ, ଏ ସବୁ ବିଷୟ ମୁଁ କହିସାରିଛି। ଆଜି ଯେଉଁ ଯାତ୍ରା ହେବ, ଗଜପତିଙ୍କୁ ଯେଉଁ ଚିଠିଟା ଦିଆହେଇଥିବ, ଗଜପତି ଏ ଚିଠିର ଶୁଣାଣି ଠିକ୍ କରିଛନ୍ତି କି ନାହିଁ, ମହାଲକ୍ଷ୍ମୀ ଆସି ଚାହାଣୀ ମଣ୍ଡପରେ ଦେଖିବେ। ଯେତେବେଳେ ଚାହାଣୀ ମଣ୍ଡପରେ ଆସି ଦେଖିବେ, ଆପଣ ସମସ୍ତେ ଦେଖିବେ ସେଇ ମାର୍କଟାକୁ ମହାପ୍ରଭୁ ତାଙ୍କ ସ୍ତ୍ରୀକୁ କେଉଁଭଳି ଭାବରେ ଚାହୁଁଛନ୍ତି। ଠିକ୍ ରଥର ମଝି ପାର୍ଶ୍ୱରେ ଘୋଡ଼ାର ମଝି ପାର୍ଶ୍ୱରେ ମହାଲକ୍ଷ୍ମୀ ବିରାଜମାନ କରିବେ। ବିଦ୍ୟାପତି ଯେତେବେଳେ ଆଜ୍ଞାମାଳ ଆଣିକି ମହାଲକ୍ଷ୍ମୀ ଦେବେ, ମହାଲକ୍ଷ୍ମୀ ଚତୁଃପାର୍ଶ୍ୱକୁ ପରିକ୍ରମା କରି ପୁଣି ଦାଉଡ଼ି ଯିବେ ଶ୍ରୀମନ୍ଦିର। देश विदेश कोण अनुकोणर टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतुनि।